ବୋଉ 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 କେତେ ଦିନ ହେଲାଣି ଆମ ଘରକୁ ଟିକେ ଯାଇନି। ମୋ ବୋଉ ବି କେତେ ଥର ଫୋନ କରିକି ଡାକିଲାଣି ଟିକେ ଆସିକି ଘର ଦୁଆର ମୁଁ ଟିକେ ମୁହଁ ମାରିକି ଯିବୁ। ବୋଉ ଆମ ଘରକୁ ଟିକେ ଯିବୁ। ଆଲୋ ବୋହୁ ମୁଁ ଟିକେ କଥା କହିବି ତୁ ଖରାପ ଭାବିବୁ ନା। ମା ତ ମା ତାର ତ ଲୋଭ ମାୟା ଅଛି। ସେ ତ ସବୁବେଳେ ଫୋନ କରିକି ଡାକିବ। ତା ମାନେ ତୋର ଘର ଦ୍ୱାର ତୁ ବାହା ହେଲୁଣି ସବୁ ଛାଡିକିରି ତୁ ସେଠି ରହିବୁ ତୋ ଘର କେମିତି ଚଳିବ? ଆଲେ ଏବେ ଟିକେ ବାପ ଘରକୁ ଯିବା ଆସିବା କମ କରେ। ଏମିତି ତ 24 ଘଣ୍ଟା ମା ସାଙ୍ଗରେ କଥା ହଉଛି ଆଉ ଯିବା ସବୁବେଳେ କଣ ଦରକାର? ଆଲୋ ପିଙ୍କି ଆଲୋ କେତେ ଦିନ ହେଲା ଆସିନୁ ଦେଖିବାକୁ ଭାରି ଇଚ୍ଛା ହେଲାନି। ଦିଦି ଫୋନ କରିଛନ୍ତି ତ? ହ୍ୟାଲୋ ଦିଦି। ଦିଦି ବୋଉଙ୍କର ତ ମୋହମାୟା ଜୀବନ। ଝିଅଙ୍କ ପ୍ରତି ତ ଟିକେ ଭଲ ପାଇବା ମା ମାନଙ୍କର ଥାଏ ନା। ସବୁବେଳେ ମା ମାନେ ଚାହାନ୍ତି ଟିକେ ତାଙ୍କ ଝିଅ ତାଙ୍କ ଆଖ ପାଖରେ ରୁହନ୍ତୁ। ବୁଝିପାରିଲ? ତମର ଜମା ଆସିବା ଦରକାର ନାହିଁ। ବାହା ହେଲାଣି ତମ ଘର ସଂସାର ଦେଖ ନା। ବୁଝିପାରିଲ? ଯଦି ତମ ବାପ ଘରେ ଆସି ରହିବ ତ ତମ ଘର ସଂସାର କିଏ ଦେଖିବ? ତମର ଜମା ଆସିବା ଦରକାର ନାହିଁ। ଏଇ ବର୍ଷରେ ଥରେ 2 ଥର ଆସିଲେ ଚଳିବ କିଛି କଥା ନାହିଁ।